ଧ୍ୱଂସ ହୋଇଯିବ ଏଥର ପୃଥିବୀ। ସବୁ ଜଳିପୋଡ଼ି ପାଉଁଶ ହୋଇ ନଷ୍ଟ ହୋଇଯିବ। କେତେ କେତେ ବର୍ଷର ମୂଲ୍ୟବାନ ଗଛ ସହିତ ମୂଲ୍ୟବାନ ଜୀବଜନ୍ତୁ ବି ନଷ୍ଟ ପାଇଯିବେ। ଜଳୁଛି ମାଲକାନଗିରି, ଶୋଇଛି ବନ ବିଭାଗ। ମାଲକାନଗିରି ଜିଲ୍ଲାର ମୂଲ୍ୟବାନ ଜଙ୍ଗଲ ଚିତ୍ରକୋଣ୍ଡା, କାଲିମେଳା ପଡ଼ିଆ, ମାଲକାନଗିରି ଓ ଗୋବିନ୍ଦପାଲିର ବିରାଟ ଜଙ୍ଗଲକୁ ପୋଡ଼ି ଜଳି ପୋଡ଼ି ପାଉଁଶ କରୁଛନ୍ତି। ସେପଟେ କିନ୍ତୁ ସଚେତନ ବାଟେ ସଚେତନ କେବଳ ପ୍ରହସନ ପାଲଟିଛି। ଦିନ ସାରା ରାତି ସାରା ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ସରୀସୃପ ଘରମୁହାଁ ହେଉଛନ୍ତି। ଆଉ କେତେବେଳେ ରାସ୍ତା ଉପରକୁ ଆସି ଗାଡ଼ି ଚକା ତଳେ ପଡ଼ି ଜୀବନ ହାରୁଛନ୍ତି। ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ଟିଭି।